এই ভিডিଓରେ ଫରେକ୍ସ ଟ୍ରେଡିଂ ଉପରେ ଆଲୋଚନା କରିବା। ଫରେକ୍ସ ଟ୍ରେଡିଂ କ'ଣ ବିଷୟରେ ଜାଣିବା, କାହିଁକି ନା ଷ୍ଟକ୍ ମାର୍କେଟ ଭଳିଆ ଫରେକ୍ସ ମାର୍କେଟ ବି ଫାଇନାନ୍ସିଆଲ ମାର୍କେଟର ଗୋଟେ ପାର୍ଟ। ଯେଉଁଠି ଷ୍ଟକ୍ ମାର୍କେଟ ମେନଲି ସେୟାର ଅର୍ ଇକ୍ୱିଟି ଟ୍ରେଡିଂ ସହିତ ଯୋଡ଼ି ହୋଇଥାଏ, ସେଇଠି ଫରେକ୍ସ ମାର୍କେଟ ମେନଲି କରେନ୍ସି ଟ୍ରେଡିଂ ଉପରେ ଫୋକସ୍ କରିଥାଏ। ଏହି ଦୁଇଟି ମାର୍କେଟରୁ ହିଁ ଟ୍ରେଡର ଅର୍ ଇନଭେଷ୍ଟର ମାନେ ପ୍ରଫିଟ୍ କରିପାରିବେ। ଆଜିକାଲି ଫରେକ୍ସ ଟ୍ରେଡିଂ ଉପରେ ଫରେକ୍ସ ଟ୍ରେଡିଂ ମିନ୍ସ କରେନ୍ସି ଏକ୍ସଚେଞ୍ଜ। ମତେ ତମେ ଗୋଟେ କଥା କୁହ କି ଯଦି ତମେ ଆମେରିକା ବୁଲିବାକୁ ଗଲ ତ ତମକୁ ଡଲାର ଆବଶ୍ୟକ ହବ। ସେଥିପାଇଁ ତମେ ଗୋଟିଏ ଛୋଟ ଫରେକ୍ସ ଟ୍ରେଡିଂ କରିବ। ଯଦିଓ ତମେ ପ୍ରଫେସନାଲ ଟ୍ରେଡର ନୁହଁ, ଫରେକ୍ସ ମାର୍କେଟରେ ଲେନଦେନ କରିବ। କାହିଁକି ନା ଫରେକ୍ସର ଫୁଲ ଫର୍ମ ହେଉଛି ଫରେନ୍ ଏକ୍ସଚେଞ୍ଜ, ଯାହା ହେଇଥାଏ କି ଫରେନ୍ ଏକ୍ସଚେଞ୍ଜ ମାର୍କେଟ। ତାକୁ ଆମେ ଓଡ଼ିଆରେ କହିଥାଉ କି ବିଦେଶୀ ମୁଦ୍ରା ବଜାର। ଇଏ ଏମିତି ଗୋଟେ ମାର୍କେଟ ଦୁନିଆର କରେନ୍ସି ନିଜ ନିଜ ଭିତରେ ଏକ୍ସଚେଞ୍ଜ ହୁଏ। ଏତେ ବଡ଼ ମାର୍କେଟରେ ଦୁନିଆରେ ବଡ଼ ବଡ଼ ଦେଶର କରେନ୍ସି କିଣା ବିକା ହୁଏ। ତମେ ଭାବୁଥିବ କି ଫରେକ୍ସ ଟ୍ରେଡିଂ କଲେ କ'ଣ ଲାଭ ହବ? ଏ ମାର୍କେଟରେ ବି ଲାଭ ଅଛି, ଯେମିତିକି ଏ ମାର୍କେଟରେ 24 ଘଣ୍ଟା ଖୋଲା ରୁହେ। ସେଥିପାଇଁ ତମେ ଦିନରେ ହଉ କି ରାତିରେ ହଉ ଆରାମସେ ଟ୍ରେଡିଂ କରିପାରିବ। ଏ ମାର୍କେଟରେ କରେନ୍ସି ଭ୍ୟାଲ୍ୟୁ ଉପରକୁ ବା ତଳକୁ ଗଲେ ତମେ ପ୍ରଫିଟ୍ କରିପାରିବ। ଯେତେବେଳେ ଗୋଟେ ଦେଶର କରେନ୍ସି ଭ୍ୟାଲ୍ୟୁ ବଢିଲା, ସେତେବେଳେ ଅନ୍ୟ ଏକ ଦେଶର କରେନ୍ସିର ଭ୍ୟାଲ୍ୟୁ କମିଲା। କରେନ୍ସିର ଭ୍ୟାଲ୍ୟୁ ଗୁଡ଼ିକ ଦେଖିକି ଟ୍ରେଡର ଭଲ୍ୟୁମର ଲିକ୍ୱିଡିଟି ହେରିକା ଦେଖିକି ଲଗାନ୍ତି, ପ୍ରଫିଟ୍ ବି ବୁକ୍ କରନ୍ତି।